ସକାଳୁ ଉଠୁ ଉଠୁ ସବୁଦିନ ଆରମ୍ଭ ହେଇଯାଇଥାଏ ମ୍ୟାଡ଼ାମଙ୍କର କଣ୍ଢେଇ ଭାଇ ସହିତ ଖେଳ। ଯଦି ଭୁଲରେ କୌଣସି ଜିନିଷ ତା ହାତରେ ପଡ଼ିଗଲା ତାହେଲେ ସରିଲା। ତୁ ଏବେ ଭାରି ଚାଲାକି ହେଇଗଲାଣି, ବହୁତ ଜିଦ୍ କରୁଛି, ନ ମାନିଲେ କାନ୍ଦିକି ଡରଉଛି। ଆମର ଏଇଠି ସପ୍ତାହକୁ ଥରେ ଛୁଟି ମିଳେ, ସେଇଦିନ ହେଉଛି ବୁଧବାର ଦିନ। ତ ଆଜି ସ୍ୱାମୀଙ୍କର କାମ ଛୁଟି ଥିଲା। ତ ସକାଳୁ ସକାଳୁ ମୋତେ ଆସିକି ପଚାରିଲେ ଆଜି କ'ଣ ଆଣିବା, ଆଜି ଆମିଷ ବାରିଟା। ମୁଁ କହିଲି ମଟନ୍ ଆଣ। ମଟନ୍କୁ ମୁଁ ଧୋଇକି ରଖିଦେଇଥିଲି, ତାପରେ ଏଠି ମୁଁ ପଳେଇ ଆସିଥିଲି ଟିଫିନ୍ ଖାଇବା ପାଇଁ। ତ ସ୍ୱାମୀ ମଟନ୍ ଆଣିଲା ବେଳେ ମୋ ପାଇଁ ଟିଫିନ୍ ବି ଆଣିଦେଇଥିଲେ। ତ ଆଜି ବହୁ ଦିନ ପରେ ଟିକେ ବାହାର ଜିନିଷ ଖାଇବା ପାଇଁ ପାଇଲି। ଏଇଠି ମୁଁ ମୋର ମଟନ୍ ତରକାରୀ ରେଡ଼ି କରିଦେଇଥିଲି, ତାପରେ ଏଠି ମୁଁ ଆପଣମାନଙ୍କ ପାଇଁ ଟିକେ ଭିଡ଼ିଓ ଏଡ଼ିଟ୍ କରିଦେଇଥିଲି। ମୁଁ ମୋର ଖରାବେଳ ଖାଇବା ଏଇଟା ଖାଇଥିଲି ମଟନ୍ ତରକାରୀ ସହିତ ଭାତ। ଏଇଟା ବେଳେ ଶୋଇକି ଉଠିକି ଟିକେ ପଇଡ଼ ପାଣି ପିଇଥିଲି। ଏଠି ଯଦି ଭଲ ଲାଗିଲା ଜମାରେ ବି ଭୁଲିବେନି ଲାଇକ୍ ସେୟାର ସବସ୍କ୍ରାଇବ୍ କରିବା ପାଇଁ। ତାପରେ ଏଠି ଟିକେ ମୁଁ ସଜବାଜ ହେଇଯାଇଥିଲି, ତାପରେ ଏଠି ଆମେ ଚାହା ପିଇଥିଲୁ। ଏଇ ଦେଖୁନାହାନ୍ତି ଏଠି ଟିକେ କପ୍, ଗୋଟେ କପ୍ 10 ଟଙ୍କା। ମୁଁ ହସୁଥିଲି ସେଇ କଥା କହି ଆଜି ମୋ ଲାଇଫ୍ର ପ୍ରଥମ ଥର ମୁଁ ଚାହା କିଣିକି ପିଉଛି ବୋଲି।